तो आज जानिबा क्लास 10th वृत्तचापर दैर्घ्य निर्णय। वृत्तचापर दैर्घ्य किपरि निर्णय करबा ता सूत्र कौन? ठीक अच्छे। तो आम ये साइड रे गोटे वृत्त नहीं ठीक अच्छे। तो वृत्तटी अच्छी जार ए वाई आ बी बृहत चाप एवं ए एक्स बी होची क्षुद्र चाप। ओके ए एक्स बी चापर ए बिंदु तो ओ होची तार केंद्र जो व्यासार्ध टना है एवं ओबी ए व्यासार्ध ओबी ये गोटे कोण उत्पन्न करुच्ची कोण होची कौन ना थीटा। ठीक अच्छे। तो आम ये कौन लिखीजे देखिए ये ए एक्स बी बी एक्स बी प्रांत बिंदु ए और बी को सॉरी प्रांत बिंदु ए ओ बी को वृत्तर केंद्र ओ सहित जोग कले उत्पन्न कोण किए ना एम ए ओ बी कोण किए ना ए ओ बी कोण। ठीक अच्छे। ए ओ बी कोण को संपृक्त चापर केंद्रस्थ कोण कह जाए। संपृक्त चापर केंद्रस्थ कोण कह जाए। ठीक अच्छे। जोटा कि ना ए और बी तो संपृक्त चाप है कि ना ए एक्स बी तो मन कर एम ए ओ बी इक्वल टू थीटा। ठीक अच्छे। तो आम एठारे कौन करवा केमिति आम चाप दैर्घ्य चाप ये किए रहा क्षुद्रतम चाप ना ए एक्स बी। ठीक अच्छे। बृहत चाप तो आम जाने ए वाई बी। ठीक अच्छे। तो आम एठारे पुनर्बार आम लिखिपर कौन ना एम ए एक्स बी चाप अंतस्थ कोण होची सेम थीटा हम। ठीक अच्छे। तो आम ये गोटे जिनस देखा कौन ना ए टोटाल वृत्त आम चाप दैर्घ्य पाइबा चाप दैर्घ्य हूँ किए ना आम ए एक्स बी नहीं पार ए एक्स बी नहीं पार किंबा ए वाई बी भी नहीं पार मन कर फास्ट ए एक्स बी चाप ना एक्स बी चापटा हूँ किए सॉरी टिके तो ए एक्स बी चाप हूँ किए मन कर एक्स बी चाप इक्वल टू एल। ठीक अच्छे। तो एल जदि नवा आम एठारे कौन ये पाइबा आम ये गोटे जिनस देखुचे कौन देखुचे ना टोटाल वृत्तर परिधि। ठीक अच्छे। वृत्तर परिधि हूँ किए परिधि इक्वल टू मन कर सी।
ମନେକର ସି। ତ ବୃତ୍ତର ପରିଧି ସି ମାନେ ଇଜିକାଲ୍ ଟୁ କେତେ ହେବ 2πr 2πr କେମିତି ଆମେ ପୂର୍ବରୁ ପଢିଛେ ଜାଣିଛେ ଠିକ ଅଛି। ତାମାନେ ଆରଟା ହେଉଛି କି ଏଠି ବ୍ୟାସାର୍ଧ ତାମାନେ ଆରଟା ହେଲା କି AO ଆଉ OB ଠିକ ଅଛି। ତ ପରିଧି ଯଦି 2πr ହେଲା ମାନେ ଟୋଟାଲ ଗୋଲେଇ ଦୈର୍ଘ୍ୟଟା ତାହେଲେ ନିଶ୍ଚିତ ଭାବରେ ଆମେ କ'ଣ କରିବା ନା ଏ O ବିନ୍ଦୁରୁ ଏଇ ଯୋଉ ସମ୍ପୂର୍ଣ୍ଣ କୋଣ କେତେ ଡିଗ୍ରୀ ସମ୍ପୂର୍ଣ୍ଣ କୋଣ କେତେ ଡିଗ୍ରୀ ନା 360 ଡିଗ୍ରୀ ଠିକ ଅଛି। ଏ 360 ଡିଗ୍ରୀ ଭିତରୁ ଏ ଥିଟାଟା ହେଉଛି ଗୋଟେ ଓକେ। ଏ ଥିଟାଟା ଯେତେ ବଢିବ ଏଠି ଚାପଟା ସେତେ ବଢିବ ନା ନାଇଁ ଦେଖ ମନେକର ମୁଁ ଆସିକି ଏଠି ଗୋଟେ ଚାପ ନେଇଯିବି ତ ଏଟା ଏଠୁ ଏଠିକି ପଳେଇଲା ବୋଲି ଏଠି କୋଣଟା କ'ଣ ହେଲା ନା ଏଠୁ ଏଠିକି ପଳେଇ ଆସିଲା କୋଣଟା ଏ କୋଣଟା ଆଠାରୁ ବଡ ନା ନାଇଁ ଆଠାରୁ ଏ କୋଣଟା ବଡ ନିଶ୍ଚିତ ଭାବରେ ଠିକ ଅଛି। ତ ଆମେ ଦେଖିବା ଏଠାରେ କୋଣ ଯଦି ଆମ ଏଠି ବୃଦ୍ଧି ହେଉଛି ଏଠୁ ଏପଟକୁ ଆସୁଛି ନିଶ୍ଚିତ ଭାବରେ ଚାପ ବୃଦ୍ଧି ପାଇବ ଏଠି ଏ ଚାପ ଏଠୁ ଏପର୍ଯ୍ୟନ୍ତ ବୃଦ୍ଧି ପାଇଲା ତାହେଲେ ନିଶ୍ଚିତ ଭାବରେ ଆମେ ଏଠି କ'ଣ ପାଇଲେ ନା ଚାପ ସହିତ କୋଣ ହେଉଛି ସମାନୁପାତ ହେଲା। ତ ଆମେ ଏଠି କ'ଣ ପାଇଲେ ଆଉ ଗୋଟେ ଜିନିଷ ପାଇଲେ କ'ଣ ନା ପରିଧି ହେଲା କିଏ ନା ସି ଠିକ ସେମିତି ଆଉ ଗୋଟେ ଜିନିଷ ଗୋଟେ ଆମେ ଲକ୍ଷ୍ୟ କରିବା ଆମେ ଏଠି ଜାଣିଲେ ଚାପ ଯେତେ ବଢିବ ତ ତାର ଅନ୍ତସ୍ଥ କୋଣ କ'ଣ ନା ସେତେ ବଢିବ ବୃଦ୍ଧି ପାଇଲା। ତ ଆମେ ଏଠି ଆମେ ଲେଖିପାରିବା କ'ଣ ଲେଖିପାରିବା ନା L କି ନା XB L ଚାପ ଡିଭାଇଡେଡ୍ ବାଇ ପରିଧି ହେଲା କେତେ ନା 2πr ହେଲା। ଆର ଆଉ ଆର ଅନୁପାତ ଯେତେ ମାନେ L ଟା କିଏ ନା XB ହେଲା 2πr କିଏ ଟୋଟାଲ ପରିଧି ଠିକ ଅଛି। ତ L ବାଇ 2πr ସେ କାହା ସହିତ ସମାନୁପାତ ହେବେ ନା ଟୋଟାଲ ବୃତ୍ତର L ଟା ନେଇଛେ ମାନେ L ସହିତ ସମାନୁପାତ କିଏ ନା ଥିଟା ଆମେ ଉପରେ ଥିଟା ନେବା ଫାଷ୍ଟ ଥିଟା ଡିଭାଇଡେଡ୍ ବାଇ 2πr ନେଇଛେ ମାନେ 2πr ଟା ଟୋଟାଲ କିଏ ନା 360 ଡିଗ୍ରୀ ତ ଏଠି ଆମେ କ'ଣ ନା ସି ତଳେ 360 ଡିଗ୍ରୀ ରହିକି ଏଇଟା ତଳ ଉପରେ କ'ଣ ପାଇଁ କଲେ 360 ଡିଗ୍ରୀ ଉପରେ କ'ଣ ପାଇଁ ନେଲେନି ନା କାରଣ L ଉପରେ ଅଛି L ଟା କାହା ସହିତ ସମାନୁପାତ ଆମେ ଦେଖିଲେ L ଟା କାହା ସହିତ ନା ଥିଟା ସହିତ ସମାନୁପାତ ସେଥିପାଇଁ L ଉପରେ ଅଛି ମାନେ ଆମେ ଥିଟାଟାକୁ ଉପରେ ଦେଖିବା ତାପରେ ତା ତଳେ ଅଛି 2πr ମାନେ ପରିଧି ଦୈର୍ଘ୍ୟ ଅଛି ମାନେ ଆ ସହିତ କିଏ ସମାନ ହେବ ନା 360 ଡିଗ୍ରୀ ସମାନୁପାତ ହେଲା। ତ ଆମେ এই ଯୁକ୍ତିଟାକୁ ଆମେ এই ଅନୁଯାୟୀ ଆମେ ବୁଝିପାରିଲେ ତ ଏଠି ଆମେ ଲେଖିପାରିବା କ'ଣ ପୁନର୍ବାର implies L is equal to 2πr ଟା ଟୋଟାଲ ହରା ହେଇଛି ଏପଟକୁ ଆସିଲେ କ'ଣ ହେବ ନା ଗୁଣା ହେବ ଦୁଇ ପଟରେ ଗୁଣି ଦେଲେ 2πr ତ L ପଟ ଲେଫ୍ଟ ସାଇଡ୍ 2πr ଟା କଟି ଯାଇକିରି ରାଇଟ୍ ସାଇଡ୍ ରହିଯିବ ତ କେତେ ହେଲା ରାଇଟ୍ ସାଇଡ୍ ରହିଲେ ଥିଟା ଡିଭାଇଡେଡ୍ ବାଇ 360 ଡିଗ୍ରୀ 360 into 2πr ଯୋଉଟା ହେଲା ସୂତ୍ର implies L is equal to କେତେ ହେଲା 360 into 2πr ବା ଆମେ ଲେଖିପାରିବା କ'ଣ L is equal to ଥିଟା ବାଇ 180 କାହିଁ ନା 2ଟା ଅଛି 360 ଡିଗ୍ରୀ ଅଛି କଟିଗଲା ପରେ 2ଟା 180 ରହିଯିବ ଡିଭାଇଡ୍ ହେଇଗଲା ଖାଲି ପାଇଆର ରହିଗଲା ଏତିକି ହେଲା ଆମର କ'ଣ ସୂତ୍ର ପାଇଗଲେ L ଚାପ ଦୈର୍ଘ୍ୟ ଆମେ ପାଇଗଲେ। ତ ଯେହେତୁ ଚାପଟା ଏଠି ଥିଟା ଏଠି ଉପରେ ଅଛି ଥିଟା ଯେତେ ବଢିବ ଚାପ ଏଠି କ'ଣ ନା ସେତେ ବଢିବ ଉପରେ ବଢିଲା ମାନେ ଆର ମୂଲ୍ୟ ବି ସେତେ ବଢିବ ଠିକ ଅଛି। ଏବେ କିଛି ଡାଉଟ୍ ନାହିଁ ନେକ୍ସଟରେ ଆମେ ପଢିବା ନେକ୍ସଟ ଭିଡ଼ିଓରେ କିପରି ଆମେ ବୃତ୍ତର କ୍ଷେତ୍ରଫଳ ସୂତ୍ର ନିର୍ଣ୍ଣୟ କରିବା ଏମିତି ବୁଝିବା କିପରି ନିର୍ଣ୍ଣୟ ହେଉଛି ଓକେ।